ମଣିଷ ନିଜକୁ ବହୁତ ଚାଲାକ ଭାବେ, କିନ୍ତୁ ପ୍ରକୃତ ସତ କଥା ହେଉଛି ସେଇ ମଣିଷ ଚାଲାକ ଯାହାର ଚାଲାକି ଧରା ନ ପଡ଼େ। ମୁଁ ବର୍ତ୍ତମାନ ଆପଣଙ୍କୁ ଯାହା କହିବାକୁ ଯାଉଛି କଥାଟି ଶୁଣି ସାରିଲା ପରେ ଆପଣ ଚିନ୍ତା କରିବେ ପ୍ରକୃତରେ ମଣିଷ ଚାଲାକ ନା ବୋକା। ଆପଣଙ୍କୁ ଗୋଟେ ମାଳା ଦିଆଗଲା, ସେଥିରେ 108 ରୁଦ୍ରାକ୍ଷ ଅଛି, କୁହାଗଲା ଜପିବା ପାଇଁ। ଆପଣ ଯେତେବେଳେ ଜପିବା ଆରମ୍ଭ କରିବେ ଦେଖିବେ ଆପଣଙ୍କ ମନ ଏଣେତେଣ ହେଉଛି, ଧ୍ୟାନ ଏପଟ ସେପଟ ହେଉଛି, ଆପଣ କେବେ ବି ଏକାଗ୍ର ହୋଇପାରୁନାହାନ୍ତି। କିନ୍ତୁ ସେଇ ଜାଗାରେ ଯଦି ଆପଣଙ୍କୁ ଗୋଟେ ଟଙ୍କା ବଣ୍ଡଲ ଗଣିବାକୁ ଦିଆଯାଏ ଆପଣ ମୋଟେ ଅନ୍ୟମନସ୍କ ହେବେନି। ବଣ୍ଡଲରୁ ଟଙ୍କା ନ ସରିବା ପର୍ଯ୍ୟନ୍ତ ଆପଣଙ୍କ ମନ ଏଣେତେଣ ହେବନି, ଆପଣଙ୍କ ଧ୍ୟାନ ଏପଟ ସେପଟ ହେବନି, ସମ୍ପୂର୍ଣ୍ଣ ଏକାଗ୍ର ଚିତ୍ତରେ ବଣ୍ଡଲରୁ ଟଙ୍କା ସରିବା ପର୍ଯ୍ୟନ୍ତ ଆପଣ ଗଣି ଚାଲିବେ। ତାହେଲେ କୁହନ୍ତୁ ପ୍ରକୃତରେ ଆପଣ କ'ଣ ଚାଲାକ? ଆପଣ କ'ଣ ବୁଦ୍ଧିମାନ? ଆପଣ କ'ଣ ବିଦ୍ୱାନ? ଯଦି ନୁହନ୍ତି ତାହେଲେ ଅଭିନୟ କାହିଁ କରୁଛନ୍ତି?